ମଣ୍ଡା ପିଠା ହଉ ବା କାକରା ପିଠା ଦିନେ କି 2 ଦିନ ରଖି ଖାଇ ହୁଏ, ତାପରେ ଖରାପ ହେଇଯାଏ। କିନ୍ତୁ ଏ ପିଠାକୁ ଆମେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରିକି ରଖିକି ଖାଇପାରିବା। ସେ କିଛି ଖରାପ ହବନି। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ବନେଇବା ଶ୍ରାବଣ ମାସର ସ୍ପେଶାଲ ପିଠା ପିଠା କାକରା ବା ଠାକରା ପିଠା। ତ ଚାଲନ୍ତୁ ବନେଇବା। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ନଡ଼ିଆ କୋରା। ଯେତିକି ନଡ଼ିଆ କୋରା ଆପଣ ନଡ଼ିଆ କୋରିକି ନେବେ ସେତିକି ସେଇ ଅନୁସାରେ ଆମେ ମାପିବା। 1 କପ୍ ନଡ଼ିଆ କୋରା, 1 ଚାମଚ ଘିଅ ପ୍ରଥମେ ଆଗ କଡ଼େଇରେ ଦେଇକି ଭଲ ଭାବରେ ଭାଜିବା, ଯେମିତିକି ନଡ଼ିଆଟା ଟିକେ ତାର ମଏଶ୍ଚର କମ୍ ହେଇକି ଲାଲ ହେଇଯିବ, ଯେମିତି ଆମେ ମଣ୍ଡା ପିଠାରେ ପୁର ତିଆରି କରୁ ଠିକ୍ ସେଇଭଳିଆ। ଏବେ ଯେତିକି ନଡ଼ିଆ ପୁର ନେଇଥିଲେ ସେତିକି ଗୁଡ଼ ନେବା, ମାନେ 1 କପ୍ ନଡ଼ିଆ ପୁର ନେଇଛି କୋରା ନେଇଛି ମାନେ ଏଥିରେ 1 କପ୍ ଗୁଡ଼ ଦେଇଛି ପୁରା। ଅଧିକ ଟିକେ ଗୁଡ଼ ହେଲେ ମଧ୍ୟ ଚଳିବ, ଗୁଡ଼ରେ ହିଁ ତିଆରି କରିବେ, ଚିନି ନୁହେଁ। ତାପରେ ଗୁଡ଼ ଦେଇକି ଭଲ ଭାବରେ ଭାଜିବେ, ଯେମିତିକି ଗୁଡ଼ଟା ପୁରା ମେଲ୍ଟ ହେଇକି ନଡ଼ିଆ ସାଙ୍ଗରେ ମିଶିବ ଆଉ ନଡ଼ିଆଟା ପୁରା ଭାଜି ହେଇକି ତାର ମଏଶ୍ଚର ଲକ୍ ହେଇଯିବ। ଏବେ ସେଥିରେ ମୁଁ ଆଡ଼୍ କରିଛି 1 କପ୍ ସୁଜି ଆଉ 1/2 କପ୍ ଚାଉଳ ଗୁଣ୍ଡ। ଏଇ ପିଠାଟା ପୁରା ଚାଉଳ ଗୁଣ୍ଡରେ ହିଁ ଆଗ ତିଆରି ହେଉଥିଲା, କିନ୍ତୁ ଏଠି ମୁଁ ସୁଜି ଆଉ ଚାଉଳ ମିଶେଇକି ନେଇଛି। ଆପଣ ଚାହିଁଲେ ଅଧା ସୁଜି ଅଧା ଚାଉଳ ଗୁଣ୍ଡ ମଧ୍ୟ କରିପାରିବେ, କି ଖାଲି ଚାଉଳ ଗୁଣ୍ଡ ମଧ୍ୟ ଦେଇପାରିବେ। ଏବେ ସୁଜି ଆଉ ଚାଉଳ ଗୁଣ୍ଡକୁ ଏ ନଡ଼ିଆ ସାଙ୍ଗରେ ମିଶେଇକି ଭଲ ଭାବରେ ଭାଜିବା, ଯେମିତିକି ସେ ଗୁଡ଼ ସାଙ୍ଗରେ ସେ ପୁରା ଚାଉଳଟା ଆଉ ସୁଜିଟା ପାଗ ହେଇଯିବ। ଯେତେବେଳେ ସୁଜିଟା ପୁରା ଭାଜି ହେଇକି ବାସ୍ନା ଆସିବ, ସେତେବେଳେ ଆମେ ସେଥିରେ ପାଣି ଆଡ଼୍ କରିବା। ଯେତିକି ପାଣି ଆମର ସୁଜି ଯନ୍ତଣୀ କରିବାକୁ ଦରକାର ସେତିକି ପାଣିକୁ ଆମେ ଗୋଟେ ସସ୍ପେନ୍ ହଉ ଅଲଗା ଗୋଟେ ବାସନରେ ଗରମ କରିଦେବା, ଟିକେ ହାଲକା ଗରମ କରିବା, ଫୁଟେଇବାନି, ହାଲକା ଗରମ କରିବା। 1 କପ୍ ସୁଜି ପାଇଁ 2 କପ୍ ପାଣି ଦରକାର, ତେଣୁ 2 କପ୍ ପାଣି ମୁଁ ନେଇଛି, ଆଉ 1/2 କପ୍ ଚାଉଳ ଗୁଣ୍ଡ ପାଇଁ 1/2 କପ୍ ପାଣି ମୁଁ ନେଇଛି। ଏମିତି ଟୋଟାଲ 3 କପ୍ ପାଣି, 2.5 କପ୍ରୁ 3 କପ୍ ପାଣି ଆମେ ଗରମ କରିଦେବା। ଯେଉଁଥିରେ ସୁଜି ମାପିଥିବା ସେଇଥିରେ 3 କପ୍ ପାଣି ଆମେ ଗରମ କରିକି ରଖିବା। ପ୍ରଥମେ ଆଗ ଅଧା ପାଣି ଦେଇଦେବା, ହାଲକା ସାବଧାନରେ ଦେବେ, ନହେଲେ ଯେତେବେଳେ କ'ଣ ପାଣି ଗରମ ଥିବ, କଡ଼େଇ ବି ଗରମ ଅଛି, ଖୁବ୍ ଶୀଘ୍ର ଜୋରରେ ବାମ୍ଫ ବାହାରିକି ହାତରେ ପଡ଼ିଯାଏ, ତେଣୁ ସାବଧାନ ଭାବରେ ସେଥିରେ ପାଣି ଆଡ଼୍ କରିବା। ପାଣି ଆଡ଼୍ କରିସାରିଲା ପରେ ସେଥିରେ ଦେବା, ମୁଁ ଦେଇଛି 1 ଚାମଚ ଲୁଣ, 1 ଚାମଚ ଜୁଆଣି ଆଉ 1 ଚାମଚ ଗୋଲମରିଚକୁ ଦରଦରା ଗୁଣ୍ଡ କରିକି ପୁରା ଦେଇଛି। ଏବେ ସବୁକୁ ଦେଇକି ଭଲ ଭାବରେ ଆମେ ତାକୁ ମିକ୍ସ କରିବା, ଯେମିତି ଯନ୍ତୁଣୀ ଆମେ କରୁ ସୁଜିର ଯନ୍ତୁଣୀ କାକରା ପିଠା ବି ଠିକ୍ ସେମିତି କରିବା। କିନ୍ତୁ ଏଇଟା କ'ଣ ହେବ ନା, ଟିକେ ପୁରା ହାର୍ଡ଼ ପାଗ ହେବ। ସୁଜି କାକରାରେ ଯେମିତି ଟିକେ ନରମ ରୁହେ ସୁଜିଟା, କିନ୍ତୁ ଏଇଟା କ'ଣ ହେବ ନା ପୁରା ହାର୍ଡ଼ କରାଯିବ, ପାଣିଟା ପୁରା ଶୁଖେଇ ଦିଆଯିବ। ଏବେ ଏମିତି ତାକୁ ପୁରା ଗୋଳେଇ ଗୋଳେଇକି ସେଇଥିରେ ସିଝିକି ପାଣି ଶୁଖିବା ପର୍ଯ୍ୟନ୍ତ ଆମେ ଯନ୍ତୁଣୀଟାକୁ କରିବା, ଯାହାଫଳରେ କି ତାର ପାଣିଟା ପୁରା ଶୁଖିଯିବ ଆଉ ସୁଜି ସିଝିଯିବ। ଏବେ 1 ଚାମଚ ଘିଅ ସେଥିରେ ପକେଇଦେବା, ପକେଇ ଦେଇକି ତାକୁ ଭଲ ଭାବରେ ଗୋଳେଇକି ଆମେ ଢାଙ୍କିକି ତାକୁ ଥଣ୍ଡା ହେବା ପାଇଁ ଛାଡ଼ିବା, ଯାହାଫଳରେ କି ଏଇଟା ଭଲ ଭାବରେ ସିଝି ବି ଯିବ ଆଉ ଥଣ୍ଡା ହେଇଗଲା ପରେ ଆମେ ଯେତେବେଳେ ଚକଟିବା ସେତେବେଳେ ଆଉ ହାତରେ ଲାଗିବନି। ତ ଏଇ ପିଠାଟା କ'ଣ ହୁଏ ନା, ଆମେ ଯେକୌଣସି ମଣ୍ଡା ପିଠା କରୁ ବା କାକରା ପିଠା କରୁ ସେଥିରେ ପୁର ଦିଆଯାଏ। ପୁର ଯାହା ଫଳରେ 2 ଦିନ ପରେ ସେ କ'ଣ ଧୀରେ ଧୀରେ ତା ଭିତରେ ଯେଉଁ ନଡ଼ିଆଟା ଥାଏ ସେଟା ନାଳେଇ ଯାଇକି ଟିକେ ଖରାପ ହେଇ ଆସେ, ଆମେ ଖାଇପାରୁନି। କିନ୍ତୁ ଏଇ ପିଠାଟା କ'ଣ ହୁଏ ନା, ଆପଣ ସପ୍ତାହେ ପର୍ଯ୍ୟନ୍ତ ବି ଆମେ ରଖିଲେ ଖରାପ ହେବନି। ଆଗ ଯେତେବେଳେ କ'ଣ ହୁଏ ନା, ଶ୍ରାବଣ ମାସରେ କାଉଡ଼ିଆ ମାନେ ବାହାରକୁ ନେଇକି ଯାଆନ୍ତି, ପାଣି ନେଇକି ଯାଆନ୍ତି, ଯେଉଁମାନେ ଦୂରକୁ ଯାଆନ୍ତି ସେମାନେ କିଛି ଖାଇବା ଘରୁ ଧରିକି ଯାଆନ୍ତି, ଯାହାଫଳରେ କି ଏଇଟା ସେମାନଙ୍କୁ ଦିଆ ହୁଏ, କରିକି ନିଅନ୍ତି ଘରକୁ ଖାଇବା ପାଇଁ, ଆଉ ଯାହାଫଳରେ ସେଟା ଖରାପ ହୁଏନି। ଆଜିକାଲି ତ ସମସ୍ତେ ବାହାରେ ସବୁ ବାହାର ଖାଦ୍ୟ ଖାଇ ନେଲେଣି ଆଉ ଗାଡ଼ି ମଟରରେ ଯାଉଛନ୍ତି, ତେଣୁ 1 ଦିନ କି 2 ଦିନରେ କାଉଡ଼ିଆ ପହଞ୍ଚି ଯାଉଛନ୍ତି। ତେଣୁ ଏଇ ପିଠାଟା ସେମାନେ ସାଙ୍ଗରେ ନେଇକି ଯାଆନ୍ତି ଆଉ 1 ଦିନ 2 ଦିନ ଭିତରେ ଖାଇକି ତାପରେ ପାଣି ଉଠାନ୍ତି। ତ ସେଥିପାଇଁ ଏଇଟା ପିଠା କାକରା ହାତରେ ଏମିତି ପିଟି ପିଟିକି କରାହୁଏ, ନା ପିଠା କାକରା ବା ଠାକରା, ପୁରା ବିସ୍କିଟ୍ ଭଳିଆ ହେଇକି ରହେ ଆଉ ସେ ଖରାପ ହୁଏନି। ତ ଏବେ ଭଲ ଭାବରେ ଆମେ ଆମର ଯନ୍ତୁଣୀ ଥଣ୍ଡା ହେଇଗଲା ପରେ ତାକୁ ଭଲ ଭାବରେ ଚକଟିକି ଏମିତି ଛୋଟ ଛୋଟ ଗୋଲା କରିକି ହାତରେ ପିଟି ପିଟିକି ତାର ପିଠାର ଆକାର ଦେବା। ତେଲକୁ ଗରମ କରିଦେବା, ମିଡ଼ିୟମ୍ ହିଟ୍ କରିବା ତେଲଟାକୁ, ତାପରେ ପିଠା ଯେତିକି କଡ଼େଇରେ ଧରିବ ସେତିକି ଆଗ ଆମେ ପକେଇବା। ଯେତେବେଳେ ପିଠା ତେଲରୁ ଉପରକୁ ଭାସି ଆସିବ, ଆମେ ଫ୍ଲେମ୍କୁ ପୁରା ଲୋ କରିଦେଇକି ପିଠା କ୍ରିସ୍ପି ହେବା ପର୍ଯ୍ୟନ୍ତ, ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ତାକୁ ଆମେ ଛାଣିବା। ଛାଣି ସାରିଲା ପରେ ଯେତେବେଳେ ପିଠା ଭଲ ଭାବରେ ଲାଲ ହେଇଯିବ, କ୍ରିସ୍ପି ହେଇଯିବ, ସେତେବେଳେ ଆମେ ତାକୁ କାଢ଼ିକି ରଖିବା। ଗୋଟେ ଜାଲିରେ ଧରିନେବା, ତାପରେ ପାଣି ଯାହା ବି ଏକ୍ସଟ୍ରା ଅଏଲ୍ ଥିବ ସେ ନିଗିଡ଼ି ଯିବ। ଏଥିରେ ବହୁତ ତେଲ କମ୍ ଟାଣେ, କାରଣ ଚାଉଳ ଗୁଣ୍ଡ ଦିଆ ଯେହେତୁ ଅଛି, ତେଣୁ
तेल बहुत कम टाणे तथापि तेल भल भाव में निगड़िया पर्यंत धरिकी आम रखा आमर पिठा प्रस्तुत हो गला जदि कड़े बाहर को जाऊँच पिठा निश्चय बनातु एटा रही खराब भी हेनी एमती घरे भी रखिकी खाईपर तो जब वीडियो पसंद आसला ताले निश्चय लाइक करेंगे शेयर करेंगे आज फास्ट टाइम देखुंत मो चैनल को सब्सक्राइब करने जब फेसबुक पेज देखुंत फॉलो करने तो पिठा बनातु खातु केमती लगला मत निश्चय कमेंट रे जनइबे आउ को प्रकार पिठा आप खाया चाहते बनवा चाहते कमेंट्स मत जनइले निश्चय शेयर करी नेक्स्ट वीडियो देखा जय जगन्नाथ।